ଗୁରବେ ପବିତ୍ର ଶିଶୁ ଅନନ୍ତଙ୍କର ଏହି ପବିତ୍ର ଆଶ୍ରମରେ ତାଙ୍କରି ପାଦ ତଳେ ସମଗ୍ର ବିଶ୍ୱ ଦେଶ ରାଜ୍ୟ ଚରଣାଶ୍ରିତା ସମସ୍ତଙ୍କର ଶୁଭକାମନା କରୁଛି। ମୁଁ ଆପଣମାନଙ୍କୁ ଗୋଟେ କଥା ଜଣାଇବାକୁ ଚାହେଁ। ଆଜି ଗୋଟେ ଦିନ ଗୋଟେ ଭଲ ସମ୍ବାଦ ଆପଣଙ୍କୁ ଦେବି। ସମ୍ବାଦଟା ଏତେ ଲମ୍ବା ନୁହେଁ, ଛୋଟିଆ କଥାଟେ। ଆମର ଜଣେ ଇସଲାମ ଧର୍ମାବଲମ୍ବୀ ଗୋଟେ ସରପଞ୍ଚ, ଜଗତସିଂହପୁର ଜିଲ୍ଲାର ଗୋଟେ ପଞ୍ଚାୟତର ସେ ସରପଞ୍ଚ, ଜଣେ ମୁସଲମାନ ଯୁବକ। ସେ ଏଇ ଆଶ୍ରମକୁ ଆସିଥିଲେ ଏବଂ ବଳିବାକୁ ତାଙ୍କର ସ୍ନେହ ଶ୍ରଦ୍ଧା ଅର୍ଘ୍ୟ ଅର୍ପଣ କରିଥିଲେ। ଆଉ ଥରେ ଆସିବେ ବୋଲି କହିଥିଲେ, କିନ୍ତୁ ଆସିନାହାନ୍ତି। ତାଙ୍କର ଭଲ ମନ୍ଦ କଥା ତାଙ୍କ ଲୋକଙ୍କୁ ପଚାରି ବୁଝେ, ସେ ମଧ୍ୟ ବୁଝନ୍ତି। ଆଜି ହଠାତ୍ ଦୂରଦର୍ଶନ ପରଦାରେ ଦେଖିଲି ସେ ଗୋଟେ ଇଲେକ୍ଟ୍ରିକ୍ ଲାଇନ୍ ଚାଲିଯାଇଛି। ସେ ପଞ୍ଚାୟତର ଲୋକମାନେ ଅସହ୍ୟ ଗରମରେ ଯନ୍ତ୍ରଣା ଭୋଗ କରୁଛନ୍ତି। ଡିପାର୍ଟମେଣ୍ଟକୁ ଜଣାଇଲେ ବି ସେମାନେ ଶୁଣୁନାହାନ୍ତି। ଇଏ ଗୋଟେ ମନସ୍ଥ କଲେ ଜାମା ଫାମା ଦେହରୁ କାଢ଼ି ଖୋଲା ଦେହରେ ରାସ୍ତା ଉପରେ ବସି ଗୋଟେ ଅନଶନ ଆରମ୍ଭ କଲେ। ଏ ଅନଶନ ଭାଙ୍ଗିବା ପାଇଁ ତାଙ୍କୁ ତିନି ଦିନ ସମୟ ଲାଗିଲା। ତାପରେ ଆଲୋକ ଜଳିଲା ବା ଇଲେକ୍ଟ୍ରିକ୍ ଆସିଲା, ଅନଶନ ଭାଙ୍ଗିଲା। ମୁଁ ଏ କଥାଟି ଦେଖି ଏତେ ଖୁସି ଲାଗିଲା। ଆମେ ମଣିଷକୁ ବେଳେବେଳେ ଘୃଣା କରୁ, ସମାଲୋଚନା କରିବା ଆମର ଗୋଟେ ଅଭ୍ୟାସ। ଆମେ ସବୁବେଳେ ଭାବୁ ଆମେ ଭଲ ଆଉ ସମସ୍ତେ ଭୁଲ, କିନ୍ତୁ ପ୍ରକୃତରେ ଆମ ଭିତରେ ମଧ୍ୟ ଅନେକ ଭୁଲ ରହିଛି। ଆମେ ତାକୁ କେବେ ବି ସମୀକ୍ଷା କରୁନୁ। ଯେଉଁଦିନ ଆମେ ନିଜକୁ ନିଜେ ସମୀକ୍ଷା କରିବୁ, ସେଇଦିନ ଆମ ପ୍ରାର୍ଥନା ସାର୍ଥକ ହେବ। ଆମେ ଯେଉଁ ଗାଉଛୁ, ଏ ଜୀବନ ଭୁଲ ପାଇଁ କ୍ଷମା ଦିଅ ହେ ଗୋସାଇଁ, ତୁମ୍ଭ ଶ୍ରୀଚରଣ ଧ୍ୟାଇ ମିଶି ଯାଉ ତୁମ୍ଭର। ଆମେ କେବଳ ମାଳା ତିଲକ କରିବା, ମନ୍ଦିରକୁ ଯିବା, ଘଣ୍ଟି ବଜାଇବା, ଭୋଗ କରିବା, ଏସବୁ ଯେଉଁ ବାହ୍ୟ ଚାତୁରୀ ଦେଖେଇ ଆମେ ଗୋଟେ ନିଜକୁ ଭକ୍ତ ବୋଲି ଭାବୁଛୁ, ପ୍ରକୃତରେ ଭକ୍ତିର ଅର୍ଥ ସେଇଆ ନୁହେଁ। ଆମେ ଗୀତା ପ୍ରେମୀ, ଆମେ ଅନ୍ୟ କଥା କିଛି କହିପାରିବୁ। କେବଳ ଭକ୍ତି ବା ଭକ୍ତ କହିଲେ ସେବାକୁ ହିଁ ବୁଝାଏ। ଯିଏ ଜୀବନରେ ସେବା ଜାଣିଛି, ସିଏ ହିଁ ପ୍ରକୃତ ଭଗବାନଙ୍କର ଭକ୍ତ। ସେ ହିନ୍ଦୁ ହେଇପାରେ, ଇସଲାମ ହେଇପାରେ, ଖ୍ରୀଷ୍ଟିଆନ ହେଇପାରେ, ବୌଦ୍ଧ ହେଇପାରେ, ଜୈନ ହେଇପାରେ, ଶିଖ ହେଇପାରେ। ଯେଉଁଠି ସେବା ନାହିଁ, ଭଲ ପାଇବା ନାହିଁ, ତ୍ୟାଗ ନାହିଁ, କେବଳ ବାହ୍ୟ ଆଡ଼ମ୍ବର ଗୁଡ଼ାଏ ଅଛି, ସେଠି ପ୍ରକୃତରେ ଆମେ ଯାହାଙ୍କୁ ଇଷ୍ଟ ବୋଲି ଭାବୁଛୁ,
ସେ ଇଷ୍ଟ ସେଠି ପ୍ରକୃତରେ ନାହାନ୍ତି। ସେଥିପାଇଁ ଆମ ଭାଗବତରେ ଲେଖା ହେଲା ଯେ ନିତ୍ୟ ଇଷ୍ଟ ଧର୍ମ ପାଳେ ଧନାଢ଼୍ୟ ବୋଲି ଯେଉଁମାନେ ଇଷ୍ଟଙ୍କର ଅର୍ଘ୍ୟ ବା ପୂଜା ବା ଯେଉଁମାନେ ୟାକୁ ସବୁ କରନ୍ତି ସେଇମାନେ ହେଉଛନ୍ତି ପ୍ରକୃତରେ ଭଗବତ ରାଜ୍ୟର ଧନୀ। ଏକଥା ମୋର କହିବାର ଉଦ୍ଦେଶ୍ୟ ହେଲା ଇଏ ଭଳିଆ ସେ ସରପଞ୍ଚଙ୍କ ପାଖକୁ ମୁଁ ସାଙ୍ଗେ ସାଙ୍ଗେ ତାଙ୍କ ଫୋନ୍ ନମ୍ବରରେ ଗୋଟିଏ ମେସେଜ୍ ପଠାଇଲି। ତାଙ୍କର ସେବା ବା ତାଙ୍କର ଯେଉଁ ସାଧୁ ଉଦ୍ୟମ ପାଇଁ ବଢ଼ିଆ ତାଙ୍କୁ ଶୁଭେଚ୍ଛା ଜଣାଇଛି। ଏମିତି ଆପଣମାନେ କାର୍ଯ୍ୟ କରନ୍ତୁ, ଏମିତି କିଛି କ'ଣ ଗୋଟେ କହିଛି। ସେ ମେସେଜଟାକୁ ବାର୍ତ୍ତାଟାକୁ ପାଇ ସାଙ୍ଗେ ସାଙ୍ଗେ ଗୋଟେ ମିନିଟ୍ ଭିତରେ ସେ ତା'ର ଉତ୍ତର ଦେଲେ, ବାବା ପ୍ରଣାମ, ଆପଣଙ୍କର ଆଶୀର୍ବାଦ ଥାଉ, ମୁଁ ନିଶ୍ଚୟ ଆଶ୍ରମକୁ ଯିବି। ଆଉ ଏମିତି ଯାଇ ମୋ ପେଟଟି ପୁରିଗଲା। ଏଇଟା ଆମର କୋଟିଏ ଟଙ୍କା, ଆଉ କ'ଣ ଦରକାର? ମଣିଷକୁ ଭଲ ପାଇବା, ଯେଉଁଠି ଭଲ ପାଇବା ନାହିଁ ସିଏ କି ଭକ୍ତ, ସିଏ କି ଧନୀ। ଯେଉଁଠି ସୁଦାମା ଦାରିଦ୍ର ପାଖରେ ଧନ ନଥିଲା, କିନ୍ତୁ କୃଷ୍ଣଙ୍କର ସେ ସଖା ହେଲେ। ବିଦୁରଙ୍କ ପାଖରେ କିଛି ନଥିଲା, ତାଙ୍କ ଘରେ ଭଗବାନ କୃଷ୍ଣ ଅତିଥି ହେଇଥିଲେ। ସେଇଦିନ ଦୁର୍ଯ୍ୟୋଧନ ଭଗବାନ କୃଷ୍ଣଙ୍କୁ ସେବା ଦେବା ପାଇଁ ବହୁ ଆୟୋଜନ କରିଥିଲା, କିନ୍ତୁ ଭଗବାନ କୃଷ୍ଣ ବିଦୁରର ଶାଗ ଭଜା ଖାଇଲେ। ଶାଗ ଭଜା ଖାଇକି ଯିବା ଯା, ଉପାସ ରହିବା ସେଇଆ। କିନ୍ତୁ ଦୁର୍ଯ୍ୟୋଧନର ପୁରୀ ବା ଭାତ ତାଙ୍କୁ ଭଲ ଲାଗେନି। ତେଣୁ ଯେଉଁଠି ଭଲ ପାଇବା ଅଛି ସେଠି ସବୁ କିଛି ଅଛି। ତେଣୁ ଗୀତା କହିଲେ ଶ୍ରଦ୍ଧାବାନ ଲଭତେ ଜ୍ଞାନ। ଯେଉଁଠି ଶ୍ରଦ୍ଧା ନାହିଁ ସେଠି କିଛି। ତେବେ 56 ବର୍ଷ ଧରି ଏଇ କଥା ବଢ଼ିଆ କହିକା ଆସୁଛି। ମୁଁ ସବୁବେଳେ କହେ ମୁଁ ଗୋଟେ ବାବାଜୀ ହେବି, ଗୋଟେ ମହାପୁରୁଷ ବୋଲି ମୋତେ ଲୋକ ମାନିବେ, ମାନେ ମୁଁ ଗୋଟେ ଏମିତି କ'ଣ ସାଧୁ ସନ୍ଥ ହେବି। ମୋର ଉଦ୍ଦେଶ୍ୟ ସେୟା ନୁହେଁ। ମୋ ଜୀବନର ଉଦ୍ଦେଶ୍ୟ ହେଉଛି ଗୋଟେ ଭଦ୍ର ଲୋକ ହେବି। ତେଣୁ ସେଇ ଭଦ୍ରଲୋକ ହେବା ପାଇଁ ମୁଁ କେବଳ ସାଧନା କରେ, ପ୍ରାର୍ଥନା କରେ ଏବଂ ଜୀବସେବାକୁ ମୁଁ ପ୍ରଥମେ ମାନବ ସେବା ଉପରେ ଗୁରୁତ୍ୱ ଦେଇଥିଲି, କିନ୍ତୁ ତାପରେ ଜୀବସେବା ଏକା କଥା। ଜୀବସେବା କରେ ଯେଉଁ ଜନ ସେଇ ଜନ ସେବିଟେ ଈଶ୍ୱର, ବିବେକାନନ୍ଦଙ୍କର ବାଣୀ। ତେଣୁ ଆପଣମାନେ ଯେଉଁମାନେ ମୋର କଥା ଆଜି ଯେତେ ଲୋକ ଆସିଛନ୍ତି ତା ଭିତରୁ 75% ଲୋକ ବୋଧେ ଆଜି କେବଳ ମୋର ପ୍ରବଚନ ଶୁଣିକିରି ସେସବୁ ଆସିଛନ୍ତି। ମୁଁ ମନେ ମନେ ଭାବିଲି, ଆରେ ମୁଁ ପ୍ରବଚନ ଦେବା ଦ୍ୱାରା ତ ଲୋକ ମୋତେ ବହୁତ ଜାଣିଗଲେଣି, আমার ପ୍ରତିଷ୍ଠା ବଢ଼ିଯିବ। ପ୍ରତିଷ୍ଠା ବରଂ ବଢ଼ୁ, କିନ୍ତୁ ମୋ ଭିତରେ ଅହଙ୍କାର ନ ଆସୁ। ମୁଁ ଗୋଟେ ପଣ୍ଡିତ, ମୁଁ ଗୋଟେ ବଡ଼ ଜ୍ଞାନୀ, ଏଇ ଅହଂତ୍ଵ ହୁଏତ ଆମମାନଙ୍କ ଜୀବନରେ ନ ଆସୁ। ସେଥିପାଇଁ ମୋର ଗୁରୁ, ମୋର ଇଷ୍ଟଙ୍କୁ ପ୍ରାର୍ଥନା ସବୁବେଳେ କରେ। ଏଇ ଯେଉଁ ପ୍ରାର୍ଥନାଟି ଗୋଟିଏ ଶ୍ଲୋକ, ଓମ୍ ଅଖଣ୍ଡ ମଣ୍ଡଳାକାର ବ୍ୟାପ୍ତଂ ଯେନ ଚରାଚରମ୍। ଆପଣମାନେ ଯିଏ ଶୁଣୁଛନ୍ତି ତାକୁ ଟିକେ ଭାବିବେ, ଅଖଣ୍ଡ ମଣ୍ଡଳାକାର, ତାର ଗୋଟେ ଗୋଲାକାର ପୃଥିବୀକୁ ଆମେ କହିପାରିବା ଅଖଣ୍ଡ ମଣ୍ଡଳାକାର। ଏଇ ଅଖଣ୍ଡ ମଣ୍ଡଳାକାର ପୃଥିବୀକୁ ଯିଏ ଆଲୋକ ଦେଉଛନ୍ତି, ସୂର୍ଯ୍ୟ, ଚନ୍ଦ୍ର, ସମୁଦ୍ର, ପବନ, ଇଏ ସବୁ ଅଖଣ୍ଡ ମଣ୍ଡଳାକାର। ସବୁ ଯଦି ଅଖଣ୍ଡ ମଣ୍ଡଳାକାର ହେଲା, ତାରି ଭିତରେ ହିନ୍ଦୁ ରହିଲେ, ମୁସଲମାନ ରହିଲେ, ଖ୍ରୀଷ୍ଟିଆନ ରହିଲେ, ବୌଦ୍ଧ ରହିଲେ, ଜୈନ ରହିଲେ, ଶିଖ ରହିଲେ,
ନାସ୍ତିକ ରହିଲେ, ଆସ୍ତିକ ରହିଲେ, ଭଦ୍ର ଲୋକ ରହିଲେ, ଅଭଦ୍ର ଲୋକ ବି ରହିଲେ। ତେଣୁ ଆମେ ନିଜକୁ ସମୀକ୍ଷା କରିବା ଯେ ଏଇ ଅଖଣ୍ଡ ମଣ୍ଡଳାକାର ପୃଥିବୀରେ କେବଳ ଦୋଷ ଦେଖିବା ଆମର ଗୋଟେ ବଦଭ୍ୟାସରେ ପରିଣତ ହେଇଛି। ଦୋଷ ଦେଖନା, ଗୁଣ ଦର୍ଶନ କର। ଆଜି ଜଣେ ରାଜନେତା କ'ଣ ଗୋଟେ ଆଉ ଗୋଟେ ରାଜନେତାଙ୍କୁ କ'ଣ ଗୋଟେ କହିଦେଇଛନ୍ତି, ସେ ଗୋଟେ କ'ଣ କହିଛନ୍ତି, ଏ ଗୋଟେ କ'ଣ କହିଛନ୍ତି। ଟିଭିଟା ଖୋଲିଲା ବେଳକୁ ଏ ଯୁବକ ହାତ ହଲେଇ ଯେଉଁଭଳି ଭାବରେ ସେ ସମାଲୋଚନା ଆରମ୍ଭ କଲେ, ମୁଁ ତ ତାଙ୍କ ଠିକଣା ଜାଣିନି, କିନ୍ତୁ ଠିକଣା ଜାଣିଲେ ବି ତାଙ୍କୁ ପଚାରିବି, ବାବୁ କେହି କାହାର ଚରିତ୍ର ସଂହାର କରିବା ପାଇଁ କେହି ଜନ୍ମ ହେଇନା। ତୁମେ କିଏ, ମୁଁ କିଏ, ଏ ଜଗତ କିଏ, ଏ ସୃଷ୍ଟି ଯାହାର, ତାର ହିଁ ଅଧିକାର ଅଛି ଆମ ଦୋଷକୁ ସେ ଦେଖିବ, ଆମକୁ ଉଚିତ ଦଣ୍ଡ ଦେବ କିମ୍ବା ଆମକୁ ସେ କ୍ଷମା ଦେବ। ତେଣୁ ଏମିତି କରି ଦେଶଟାକୁ ସଜାଡ଼ିବା କି ମାନବ ବା ଜୀବମାନଙ୍କର ସେବା କରିବା, ଆଜି ଜୀବ ହତ୍ୟା ବଢ଼ି ବଢ଼ି ଚାଲିଛି, ଆଉ ସାଡ଼େ ଗୋ ହତ୍ୟା ବନ୍ଦ ହଉ ବୋଲି ପ୍ରାର୍ଥନା କରୁଛୁ। ଏଇସବୁ କଥା ନ କରି ନିଜକୁ ସମୀକ୍ଷା କର ଏବଂ ସେଇ ଅଖଣ୍ଡ ମଣ୍ଡଳାକାର ଗୋଟିଏ ପ୍ରଭୁ ଯେଉଁଠି ଦେଖୁଛ ମଣିଷଟିଏ ତାକୁ ଦେବତା ବୋଲି ଭାବ। କାରଣ ଏମିତି ଗୋଟିଏ ମଣିଷ ନାହିଁ ଯାହା ଭିତରେ ଦେବତାର ଗୁଣ ନାହିଁ। ସେଥିପାଇଁ ଭାଗବତରେ କହିଲେ ଦେବ ମାନବ ଅଗୋଚର। ଦେବତା ସହିତ ଏକା ଆସନରେ ମାନବକୁ ବି ବସେଇଛନ୍ତି। ମଣିଷ ଭୁଲ କଲେ ରାକ୍ଷସ ହେବ, ରାକ୍ଷସ ଯଦି ଠିକ୍ ହେବ ଦେବତା ହେଇଯିବ। ଯିଏ ଦସ୍ୟୁ ସେଇ ରତ୍ନାକର, ସେଇ ଦସ୍ୟୁ ପୁଣି ବଲ୍ମୀକ ହେଇଗଲେ। ଯିଏ ଅଜାମିଳ ସେଇ ପାପୀ, ସିଏ ପୁଣି ଭଗବାନଙ୍କ ଦର୍ଶନ କରି ଦୁନିଆରୁ ଗଲେ। ତେଣୁ ଆମର ସନାତନୀ ହିନ୍ଦୁମାନଙ୍କୁ କେବଳ ମୁଁ କହୁନି, ସମଗ୍ର ବିଶ୍ୱବାସୀଙ୍କୁ ତ ମୁଁ କହିବିନି, ଆରେ କିଏ ଏଇ କଥାକୁ ନେଇ ବିଶ୍ୱରେ ପହଞ୍ଚିବ ଭଲ। କିନ୍ତୁ ବିଶ୍ୱ ଆମ ଶାସ୍ତ୍ର କହୁଛି ବସୁଧୈବ କୁଟୁମ୍ବକମ୍। ଏ ବସୁଧୈବ କୁଟୁମ୍ବଙ୍କ ଭିତରେ କୁକୁଡ଼ା ନାହାନ୍ତି ନା, ଛେଳି ନାହାନ୍ତି ନା, ମେଣ୍ଢା ନାହାନ୍ତି ନା, ମଣିଷ ନାହାନ୍ତି, ହିନ୍ଦୁ ମୁସଲମାନ କିଏ ନାହାନ୍ତି। ବସୁଧୈବ କୁଟୁମ୍ବକମ୍। ସେଠି ପାହାଡ଼, ପର୍ବତ, ନଦ, ନଦୀ, ଝରଣା ସବୁ କିଛି ପୂର୍ଣ୍ଣ ହେଇ ରହିଛି। ଆମ ଶାସ୍ତ୍ରରେ ଲେଖା ହେଇଛି ପୂର୍ଣ୍ଣମଦ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ। ଆକୁ ଯଦି ଠିକ୍ ଢଙ୍ଗରେ ଆମେ ବୁଝିବା, ଲୋକଙ୍କୁ ବୁଝେଇବା, ତାହେଲେ ଆମେ ନିଶ୍ଚୟ ଗୁଣୀ ମାନୀ ସହିତ ସମାନ ହେବା, ଭଗବତ କୃପା ନିଶ୍ଚୟ ଲାଭ କରିବା। ଭଗବାନଙ୍କୁ ଆମେ ଦେଖିବା ପାଇଁ ଏତେ ବ୍ୟାକୁଳ କାହିଁ ହେବା? ଭଗବାନ ଆମ ପାଖକୁ ଆସନ୍ତୁ, ସେ ଆମକୁ ଜନ୍ମ ଦେଇଛନ୍ତି, ଆମ ଭୁଲ ଠିକ୍ ସିଏ ଦେଖୁଛନ୍ତି। ଆମେ ଗୋଟେ ଭଲ ମଣିଷ ବୋଲି ନିଜକୁ ନିଜେ କାହିଁକି ପ୍ରଚାର କରିବା? ଯଦି ପ୍ରକୃତରେ ଆମେ ଭଲ କି ମନ୍ଦ ଯିଏ ଆମକୁ ଜନ୍ମ ଦେଇଛନ୍ତି ସିଏ ହିଁ ଜାଣିଛି। ତାଙ୍କ ପାଖରେ ତମେ ଭୁଲ କରିକିରି ଗୁଡ଼ାଏ ପ୍ରାର୍ଥନା କଲେ ସିଏ ତୁମକୁ ଦଣ୍ଡ ଦେବେ କି କ୍ଷମା ଦେବେ, ତାଙ୍କ ଇଚ୍ଛା। ତମେ କହିପାରିବନି ମୋତେ କ୍ଷମା ଦିଅ। ସେଥିପାଇଁ ଗୀତାରେ କହିଲେ ଦଣ୍ଡୋ ଦମୟତାମସ୍ମି ନିତିରସ୍ମି। ସେଇ ଅଖଣ୍ଡ ମଣ୍ଡଳାକାର ପ୍ରଭୁ ଆମ ସମସ୍ତଙ୍କର ଇଷ୍ଟ, ସମସ୍ତଙ୍କର ସଦ୍ଗୁରୁ, ସମସ୍ତଙ୍କ ସବୁ ଧର୍ମର ଶାସ୍ତ୍ରଜ୍ଞମାନଙ୍କୁ ବଢ଼ିଆ ପ୍ରଣାମ ଜଣାଇ ସମସ୍ତଙ୍କର ଶୁଭକାମନା କରି ରହୁଛି। ଜୟ ଗୁରୁ, ଜୟ ଜଗନ୍ନାଥ।